प्रिय साथीगण आज आम 19 तारीख शुक्रवार विषय 12 राशि आलोचना करवा। देखिवा ईश्वर ग्रह रूपी जनार्दन का कपाले कौन लिखिंट। हाँ बंधु, मुख्यतः बिछा धनु मीन राशि घात 12। बिछा धनु और मीन राशि घात 12। मकर राशि घात चंद्र। मीन बिछा और धनु राशि घात 12, मकर राशि घात चंद्र आउ मेष राशि घात नक्षत्र। जो घात नक्षत्र से मानसिक पीड़ा दे थाए, अशांत परिवेश मध्य रहिया को बाध्य करे। घात नक्षत्र घात 12 रे उडी खंडिया खाबरा है रक्त जाए एवं अति दुस्सह परिस्थिति सृष्टि हो जाई पारे। तापरे घात चंद्र से धक्का प्रभृति बड़ विपद आनी थाए। तेणु आउटे शुणु। बिछा धनु मीन राशि घात 12, मकर राशि घात चंद्र आउ मेष राशि घात नक्षत्र। यह दुख कहानी। सुख कथा कौन शुणा। मेष राशि पाई सामान्य देह पीड़ा हेबो। मेष राशि पाई सामान्य देह पीड़ा हेबो। ता परठारु एई पीड़ा क्रमशः कमिजिव और सुस्थ लागिवो। ईश्वर दया करिवे। ये समस्या रहिबो सकाळ बेली, माने 7टा पर्यंत टे कष्ट हम। तापर धीरे 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 सब भल लगे। बंधु, खाद्य, दाम्पत्य, पारिवारिक, आर्थिक, सामाजिक सुख मिल। बंधु सुख, खाद्य सुख, दाम्पत्य सुख, पारिवारिक सुख, आर्थिक और सामाजिक सुख मिल। मेष राशि घात नक्षत्र हेतु, घात नक्षत्र हेतु मानसिक अशांति बढ़िबो। रक्तपात सामान्य हेबो। तेणु आमे मेष राशि अधिपति ग्रह मंगल प्रार्थना करिबा। ओं मं मंगलाय नमः बारंबार बारंबार। ओं मं मंगलाय नमः। वृष राशि लोके सकाळ ओळी टिके सुस्थ रहिबे। 7:25 पर्यंत से माने सुस्थता अनुभव करिवे। आउ परे परे क्रमशः देह अधिक रु अधिक असुस्थ हेब। कृष्णपक्ष हेतु ये असुस्थता बाधिबनी। मुंड बिंधिब भयंकर न। हाथ गोड़ घोड़े हम हेले आगु काम अच्छी बोली टिके विश्राम नहीं हेबनी। हम जहाँ संभाड़ी ये असुस्थता सेते आघात देवनी। किछि शुभ भी हम। भोजन शयन आदि रे शांति मिलिबो और सामान्य अर्थ लाभ हेबो। गोलिया घंटा दिन आउ। हाँ कार वृषर। अच्छा भाई देखिबा मिथुन कथा। मिथुन राशि लोके आज 7टा पर्यंत शोवा उचित। 7:10 पर उठले भल। 7:10 पर्यंत मिथुन राशि अशुभ अच्छी। 7:10 पर शुभ। तेणु यदि सकाल उठे मुंड बाड़े हम, गोटे झुंटे कि कौन शोधिब इत्यादि।
ତେଣୁ ମିଥୁନ ରାଶିର ଲୋକେ ଆଜି 7ଟା 10 ପରେ ଶଯ୍ୟା ତ୍ୟାଗ କଲେ ଭଲ। କାରଣ ସେ ସମୟ ପର୍ଯ୍ୟନ୍ତ ମନ ବ୍ୟାକୁଳ ହେବ। ଯାହା ଯାହା ଅତୀତରେ ଭୁଲ କରିଥିବେ ତାହା ମନେ ପଡ଼ିଯିବ। ଆଉ ମନ ଗୋଳେଇ ଘାଣ୍ଟି ହେବ, ଅସ୍ଥିର ହେବ। ପରେ ସବୁ ଚିନ୍ତା ଦୂର ହୋଇଯିବ, ଦେହ ଭଲ ଲାଗିବ, ସମସ୍ତେ ହସିବେ, ଖୁସି ହେବେ। ତେଣୁ 7ଟା 10 ପର୍ଯ୍ୟନ୍ତ ଆମେ ଯଦି କାହାକୁ କିଛି ନ କହିବା, ଚୁପ୍ ରହିଯିବା, କିଛି କାହାକୁ କହିବାନି, ତାପରେ ସବୁ ଭଲ ହେଇଯିବ। ଆଉ କ'ଣ, ଅର୍ଥ ଲାଭ ହେବ, ଶାନ୍ତି ମିଳିବ। ମିଥୁନ ରାଶି କଥା ହେଲା ଆମେ ଆଲୋଚନା କରୁଛେ 19 ତାରିଖ ଶୁକ୍ରବାର। ଏବେ ଆସିବା କର୍କଟ ରାଶି ପାଖକୁ। ସକାଳୁ ସକାଳୁ ସ୍ୱାଦିଷ୍ଟ ଚା ଜଳଖିଆ ପାଇ ଖୁସି ହେବା। କର୍କଟ ରାଶି ସକାଳୁ ସକାଳୁ ଭଲ ହେବ। କର୍କଟ ରାଶିର ଶୁକ୍ରବାର ଦିନ ସକାଳୁ ସକାଳୁ ଭଲ ହେବ। ଭଲ ଚା, ଟେଷ୍ଟି ଚା ଜଳଖିଆ ସବୁ ଭଲ ହେବ। ସକାଳୁ ସକାଳୁ ସ୍ୱାଦିଷ୍ଟ ଚା ଜଳଖିଆ ପାଇ ଖୁସି ହେଉଥିବା କର୍କଟ ରାଶିର ଲୋକେ 7ଟା 20 ପରେ ଚିନ୍ତାରେ ପଡ଼ିଯିବେ। ମନ ଅଶାନ୍ତ ହେବ, ମୁଣ୍ଡ ଭାରାକ୍ରାନ୍ତ ହେବ। ସବୁ ଭଲ ଦ୍ରବ୍ୟ ମନ୍ଦ ମନ୍ଦ ଲାଗିବ। ଆଉ କାମ ଯାହା କରିବେ ତା ଭୁଲ ହେବ। ସବୁବେଳେ ଲାଗିବ ଏ ଲୋକ ଖରାପ, ଇଏ କାମ ଖରାପ, ଏମାନେ ମୋତେ କେହି ଭଲ ପାଆନ୍ତିନି, ଏମିତି ଲାଗିବ। ତେଣୁ କୌଣସି ପ୍ରକାରରେ ସକାଳଟା ଭଲରେ ଯିବ, କ୍ରମଶଃ ଖରାପ ଆସିବ। ଧନ ଆସିବ ଯେ ଅଳ୍ପ ଆସିବ, ମନ ଖୁସି ହେବନି ଧନ ପାଇ। ତେଣୁ କର୍କଟ ରାଶିର ଲୋକେ ଟିକେ ସୂର୍ଯ୍ୟଙ୍କୁ ପୂଜା କଲେ ଭଲ ହୁଅନ୍ତା। ସୂର୍ଯ୍ୟ ଖୁସି ହେବେ। ଓಂ ହ୍ରିଂ ଘୃଣୀ ସୂର୍ଯ୍ୟାୟ, ଏ ମନ୍ତ୍ର ଯେତେ ଅଧିକ ଜପିବା। ଓಂ ହ୍ରିଂ ଘୃଣୀ ସୂର୍ଯ୍ୟାୟ, ସୂର୍ଯ୍ୟଙ୍କୁ ମେଲା ଆଖିରେ ଚାହିଁ ଜପିଲେ ଟିକେ ଭଲ। ମେଲା ଆଖିରେ କେମିତି ଚାହିଁପାରିବା ନା ସକାଳୁ ସକାଳୁ, ଦିନ ବଢ଼ିଲେ ତେଜ ବଢ଼ିବ। ହଁ, ଆସିବା ସିଂହ ପାଖକୁ। ଶୁକ୍ରବାର 19 ତାରିଖ। ସିଂହ କଥା କ'ଣ ବୁଝିବା। ସିଂହ ରାଶିକୁ ସକାଳୁ ସକାଳୁ ବଡ଼ ଅସୁଖ ବୋଧ ହେବ। ଚିଡ଼ଚିଡ଼ା ଲାଗିବ, ଉଠିବାକୁ ଇଚ୍ଛା ହେବନି, କାମ କରିବାକୁ ବିରକ୍ତି ଲାଗିବ। ଧୈର୍ଯ୍ୟ ଧରି 7ଟା ପର୍ଯ୍ୟନ୍ତ ଜଗିଦେଲେ କ୍ରମଶଃ ସବୁ ନିଶା ଛାଡ଼ିଯିବ, ସବୁ ସମସ୍ୟାର ସମାଧାନ ହୋଇଯିବ। ଧନ ଜନ ଗୋପ ଲକ୍ଷ୍ମୀ ବଢ଼ିଯିବ, ଉତ୍ତମ ଭୋଜନ ମିଳିବ। ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଧରିତ୍ରୀ ଦେଖିଲେ କୃଷକ ଯେମିତି ଖୁସି ହୁଏ, ସେହିଭଳି ଏକ ଅହେତୁକ ଆନନ୍ଦ ମନ ମଧ୍ୟକୁ ଆସିବ। ଆଖି ଦେଖିବ ସଂସାରଟା ଆନନ୍ଦମୟ, ଶାନ୍ତି ଓ ସୁଖ ମିଳିବ, ଆୟ ବି ବଢ଼ିବ। ତେଣୁ ସକାଳୁ ସକାଳୁ 7ଟା 25 ପର୍ଯ୍ୟନ୍ତ ଟିକେ ଅସୁଖ ଲାଗିବ। କନ୍ୟା ରାଶିର ସକଳ ସୁଖ ସକାଳ 7ରେ ହେବ। ତାପରେ ପାଗ ବଦଳିଯିବ। ଦେହ ମୁଣ୍ଡ ବିରକ୍ତିକର ଲାଗିବ, ଯନ୍ତ୍ରିତରେ ଯନ୍ତ୍ରଣା ହେବ, ଶାରୀରିକ ସମସ୍ୟା ବଢ଼ିଯିବ। ଏହି ସମସ୍ୟା ଗୁରୁତର ହେବନି, ସମସ୍ୟା ହେବ, ଗୁରୁତର ହେବନି, କଷ୍ଟ ହେବନି। କେହି ଗୁରୁଜନ ଚାମଡ଼ାଟା ପକାଇବେ କିନ୍ତୁ କାଟିବନି। କେହି ଲାଲି ଆଖିରେ ଅନେଇକିରି ଧମକେଇବେ, ତାପରେ ହସିଦେବେ, ପୀଡ଼ା ଦେବନି, ହେବ ମାତ୍ର। ଯଦି କୌଣସି ସ୍ଥାନକୁ ଗମନାଗମନ କରିବାର ଅଛି ବା ଯୁଦ୍ଧ ବା କଳହ କରିବାର ଅଛି, ତାହେଲେ ବିଜୟୀ ହେବେ। ଯାତ୍ରା ଠିକ୍ ଠାକ୍ ରହିବ, କଳିରେ ଜୟଲାଭ କରିବେ, ଯୁଦ୍ଧରେ ଜୟଲାଭ କରିବେ। ଆଉ ଅନ୍ୟାନ୍ୟ ସବୁଥିରେ ଅଶୁଭ ହେବ, ସାବଧାନ। ଦେହର ଯତ୍ନ ନିଅନ୍ତୁ। କନ୍ୟା ରାଶିର ଲୋକମାନେ ଦେହର ଯତ୍ନ ନିଅନ୍ତୁ, କାରଣ ଘମିର ବି ବେଳେବେଳେ ବଡ଼ ବଡ଼ ଘା ହେଇଯାଏ। ତୁଳା ପାଇଁ ଆଜି ଖୁବ୍ ବଢ଼ିଆ ଦିନ।
ସକାଳ 7ଟା 30 ଯାଏ କର୍ମ ଚଞ୍ଚଳ ରହି ଶୀଘ୍ର ଶୀଘ୍ର ସବୁ କାମ ସାରିଦେବା ପାଇଁ ଚେଷ୍ଟା କରିବେ ଏବଂ ଅତି ଆଗ୍ରହରେ ଏ ସମସ୍ତ କାମ କରି ଖୁସି ହେବେ। ତା ପରଠାରୁ ସୁଖ ଶାନ୍ତି ଘନେଇ ଆସିବ। ଦେହ ପାଇଁ ଏକ ଆଶୀର୍ବାଦ ମିଳିବ। ପୁରୁଣା ରୋଗ ଦୂର ହୋଇଯିବ। ସବୁ ଚିନ୍ତା କ୍ରମଶଃ ମୁଣ୍ଡରୁ ହଟିଯିବ। ଅର୍ଥାଗମ ହେବ। ମିତ୍ରଙ୍କ ସହ ସଂଳାପ ହେବ। ସବୁ କାର୍ଯ୍ୟରେ ସଫଳ ହେବେ। ସବୁ ପ୍ରକାର ଲାଭ ହେବ। ମାନେ ସୂର୍ଯ୍ୟୋଦୟ ଠାରୁ ପୁଣି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ତୁଳା ରାଶିର ମଙ୍ଗଳ 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 ହେବ। ହେଲା, ବିଛା ପାଖକୁ ଆସିବା। ଶୁକ୍ରବାର କ'ଣ ଖବର ଅଛି? ବିଛା ପାଇଁ ଭଲ ଦିନ। ଆୟ ଭଲ ହେବ। କର୍ମ କ୍ଷେତ୍ରରୁ ସମ୍ମାନ ଓ ଆଦର ମିଳିବ। ଧନା ଗମର ସରଳ ପଥା ଖୋଲିଯିବ। ସମସ୍ତେ ଭଲ ପାଇବେ। ସହଯୋଗର ହାତ ଲମ୍ବି ଆସିବ। ଉପରସ୍ଥ କର୍ମଚାରୀ ଠାରୁ ନିମ୍ନସ୍ଥ କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ସମ୍ମାନିତ କରିବେ। ବନ୍ଧୁଗଣ ମିଠା ମିଠା କଥା କହିବେ ଓ ମଜା ମଜା ଖବର ଦେବେ। ଶତ୍ରୁ ଋଣ ଓ ରୋଗ ଉପଶମ ହୋଇଯିବ। ଶୀତଳ ଭାବ ଆସିବ। ଦାମ୍ପତ୍ୟ ସୁଖ ମିଳିବ। ସୁଖାଦ୍ୟ ଓ ସୁନିଦ୍ରାରୁ ଶାନ୍ତି ପାଇବେ। ବିଛାରେ ଭଲ। ଧନୁ କଥା ବୁଝିବା। ଧନୁ ରାଶିର ଧନାଗମ ହେବ, ହେଲେ ସମ୍ମାନ ହାନି ହେବ। ଧନାଗମ ହେବ, ସମ୍ମାନ ହାନି ହେବ। ସମ୍ମାନକୁ ଜଗନ୍ତୁ, ଚୁପ୍ ରହନ୍ତୁ। ଯେ ଯାହା କହିଲା ଢୋ, ଏ କାନରେ ପୁରେଇ ସେ କାନରେ ବାହାର କରିଦିଅନ୍ତୁ। ଆମେ କାହିଁ ବିପଦ କହିବା ଯେ କିଏ କ'ଣ କହିବ। ବାସ୍। ଧନୁ ରାଶିର ଧନାଗମ ହେବ, ହେଲେ ସମ୍ମାନ ହାନି ଯୋଗ ଅଛି। ଯଥା ସମ୍ଭବ ଧୈର୍ଯ୍ୟ ଧରି ପାରିଲେ ଶାନ୍ତି ପାଇବେ। ଦେହ ପୀଡ଼ା କମିଯିବ। କେଉଁ ଘଟଣାକୁ ଅଧିକ ଭାବରେ ମୁଣ୍ଡରେ ରଖିଲେ ମୁଣ୍ଡ ବିନ୍ଧିବ। ଯଦି ନୀରବତା ରକ୍ଷା କରିବେ ତେବେ ମଙ୍ଗଳ ହେବ। ମକର ରାଶିର କଥା ଶୁଣିବା। ଶୁକ୍ରବାର କ'ଣ ହେବ? ମକର ରାଶିର ଆଜି ଆଦୌ ଶୁଭ ଦିନ ନୁହେଁ। 7ଟା ଯାଏ ଆନନ୍ଦରେ କଟିଯିବ। ତାପରେ ଧୀରେ ଧୀରେ ବିପଦ ଆସିବ। ମୁଣ୍ଡ ବିଚଳିତ ହେବ। ସବୁ ପୁରୁଣା କଥା ମନେ ପଡ଼ିଯିବ ଏବଂ ଅନୁତାପ କରିବେ। କୌଣସି କାମ କରିବା ଆଗ୍ରହ ଆସିବନି। ଦେହ ହାତ ଘୋଳେଇ ବିନ୍ଧି ହେବ। ତାପରେ ଆରମ୍ଭ ହେବ ଯୁକ୍ତି ତର୍କ କଳହ। ତାପରେ ଦେହ ଖରାପ, ମାନସିକ ଅଶାନ୍ତି ହେତୁ ସବୁ ବିରକ୍ତିକର ଲାଗିବ। ଏଣୁ ସାବଧାନତା ଅବଲମ୍ବନ କଲେ ରୋଗ ତା ବାଟରେ ଚାଲିଯିବ, କଳହ ତା ବାଟରେ ରହିଯିବ। କିନ୍ତୁ ରୋଗକୁ ତ ବୁଝେଇବାକୁ ପଡ଼ିବ ନା। ରୋଗ ଟିକେ ଔଷଧ ଖୋଜେ। ତେଣୁ ରୋଗ ହେବା ପୂର୍ବରୁ ପାଖରେ ଔଷଧ ରଖିବା ଉଚିତ। ମକର ରାଶିର ଲୋକେ ଜାଣିଥିବେ ସେମାନେ କେଉଁ ରୋଗରେ ଆକ୍ରାନ୍ତ। ତେଣୁ ସେମାନେ ସେଇ ଔଷଧ ପାଖରେ ରଖିଲେ ଟିକେ ଭଲ। ହେଲା ମାତ୍ରେ ଖାଇଦେଲେ ରୋଗ ଖୁସି ହେଇଯିବ, ପଳେଇଯିବ ଆଉ କ'ଣ। ବାସ୍। ଏବେ ଦେଖିବା କୁମ୍ଭ କଥା। କୁମ୍ଭର ଭଲ ଆୟ ହେବ। ପୁରୁଣା ରୋଗ କମିଯିବ। ନୂଆ ରୋଗ ସୃଷ୍ଟି ହେବନି। ଖାଦ୍ୟ ଓ ନିଦ୍ରା ରୁଚିକର ହେବ। ଶତ୍ରୁ ବି ସମ୍ମାନ କରିବେ। କର୍ମ ପ୍ରତି ଶ୍ରଦ୍ଧା ଆସିବ, ଆଗ୍ରହ ଆସିବ। ଈଶ୍ୱର ଦୟା କରିବେ। ହେଲେ ଧର୍ମ ଭୟ ଥିଲେ ଆପଣ ଭୁଲ କରିବେନି। ଧର୍ମକୁ ଟିକେ ଡରିବେ। ଉପର ଦେଖାଣିଆ ଧର୍ମ କଲେ କିଛି କାମ ଦେବନି। ମନ ଭିତରେ ଭୟ ଟିକେ ଧର୍ମକୁ ରହୁ, ନହେଲେ ବିପଦ ପିଛା ଛାଡ଼ିବନି। ଶେଷ ରାଶି ମୀନ ରାଶି। ମୀନର ଦେହ ଭଲ ରହିବ। ଋଣଦାତା ଶାନ୍ତ ପଡ଼ିବେ। ଶତ୍ରୁ ମଧୁର ସଂଳାପ କରିବେ। ବ୍ୟବସାୟୀ ମାନଙ୍କର ଆୟ ବଢ଼ିବ। ଭଲ ଲାଭ ହେବ। ସମସ୍ତ ବୃତ୍ତିଜୀବୀ ଖୁସି ହେବେ। ଚାକିରିଆ ମାନେ ଶୁଭ ଖବର ଶୁଣିବେ। ଓକିଲ ଓ ଚିକିତ୍ସକ ମାନଙ୍କର ଭଲ ଆୟ ହେବ। ଘାତ ବାର ହେତୁ ରକ୍ତପାତ ହେବାର ଭୟ ଅଛି। ଘାତ ବାର, ହୁସିଆର। ଭୟ ଅଛି। ଦାମ୍ପତ୍ୟ ସୁଖରେ ଜୀବନ ସାଥୀ ବାଧା ଦେବେ। ଦାମ୍ପତ୍ୟ ସୁଖରେ ଜୀବନ ସାଥୀ ବାଧା ଦେବେ।
ଆଉ ଅଶାନ୍ତ ପରିବେଶକୁ ନିମନ୍ତ୍ରଣ କରିବେ। ସନ୍ତାନ ସୁଖ ଆପଣଙ୍କୁ ଆନନ୍ଦ ଦେବ, ସବୁ ଦିଗରୁ ଭଲ ହେବ। କିନ୍ତୁ ଦାମ୍ପତ୍ୟ ଜୀବନରେ ଜୀବନସାଥୀଙ୍କ ତରଫରୁ ଟିକେ ବାଧା ସୃଷ୍ଟି ହେବ। ହୁଏତ କଳହ ହେଇପାରେ, ବା ସେ ଅସୁସ୍ଥ ହେଇପାରନ୍ତି, ବା ତାଙ୍କ ପରିବାରରେ କିଛି ଅଘଟଣ ଘଟିପାରେ। ସବୁ ସୁଖରେ ମାନ୍ଦା ଆସିବ। ହଁ ବନ୍ଧୁ, ଆଉ ଥରେ କହିଦେଉଛି, ଅକ୍ଟୋବର 18 ତାରିଖରେ ବୃହସ୍ପତି ଚଳନ ହେବ। ଏହା ମୁଁ ଅଗଷ୍ଟ 30ରୁ ସେପ୍ଟେମ୍ବର 10 ମଧ୍ୟରେ କହିସାରିଛି। 27 ନକ୍ଷତ୍ର 12 ରାଶି ସ୍ୱତନ୍ତ୍ର ସୁଖ ବା ଦୁଃଖ ଭୋଗିବେ। ଯଦି ଉଚିତ ମନେ କରିବେ ତାହେଲେ ପଛ ପୃଷ୍ଠାକୁ ଖେଳେଇ ଦେଖି ଦିଅନ୍ତୁ, ଜାଣି ଦିଅନ୍ତୁ, ହୁସିଆର ହୁଅନ୍ତୁ। ଆଜି ପାଇଁ ଏତିକି, ରହିଲି, ନମସ୍କାର। ଓମ୍ ଶାନ୍ତି।